তুমি বিশ্বভুবন ধরেছ সৃজন, রেখেছ বধনা। তুমি বিশ্বভুবন ধরেছ সৃজন, রেখেছ বধনা। প্রণাম প্রভু হে দয়াল ঠাকুর, প্রণাম প্রভু হে দয়াল ঠাকুর, প্রণাম তোমায় পাবে। তুমি বিশ্বভুবন ধরেছ সৃজন, রেখেছ বধনা। তুমি বিশ্বভুবন ধরেছ সৃজন, রেখেছ বধনা। তুমি আদি, তুমি অন্ত, তুমি তুমি আদি, তুমি অন্ত, তুমি রাখো হে দয়া তোর বদনে, না কোনো কেউ। তুমি আদি, তুমি অন্ত, তুমি রাখো হে দয়া তোর বদনে, না কোনো কেউ। সবারে মোদেন তব পারে না, সবারে মোদেন তব পারে না। আরতি করে পদ প্রান্তে, রাখো তুমি ধরেছ সৃজন।
সৃজন দেখেছ জয় গুরুদেবা জয় ଭାଇ ପରମ ପୂଜ୍ୟବାର ଶ୍ରୀ ଦାଦାଙ୍କର ଏଇ ଭଜନ ପରିବେଷଣ କଲେ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ପୁନର୍ବାର ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ଅଗସ୍ତ୍ୟ ନନା ଶ୍ରୀ ଦେବେନ୍ଦ୍ରନାଥ ଅଗସ୍ତୀ ପରବର୍ତ୍ତୀ ଭଜନ ପରିବେଷଣ କରିବେ। দাদা জয় গুরু। লভিছি সকল প্রভু তুমকো পাই, তুমকো পাই ভুলিছি দুঃখ কষণ, ভুলিছি দুঃখ কষণ তুমকো চাহি, লভিছি সকল প্রভু তুমকো পাই, তুমকো পাই ভুলিছি দুঃখ কষণ, ভুলিছি দুঃখ কষণ তুমকো চাহি, লভিছি সকল প্রভু তুমকো পাই, তুমকো পাই নয়ন খুলিলে তুমি, নয়ন বুঝিলে তুমি দুঃখ বেদনারে তুমি, সুখ স্বপ্নরে তুমি নয়ন খুলিলে তুমি, নয়ন বুঝিলে তুমি দুঃখ বেদনারে তুমি, সুখ স্বপ্নরে তুমি তুম ছড়া ধরা থামে, তুম ছড়া ধরা থামে প্রিয় মো কহি, লভিছি সকল প্রভু তুমকো পাই, তুমকো পাই ন দেখি ঘটে না গুরি, বসিথিলি মন মারি হাসিল বেদনা হারি, খাটে লগাইল তরি ন দেখি ঘটে না গুরি, বসিথিলি মন মারি আসিল বেদনা হারি, খাটে লগাইল তরি দেখিয়ে কলা ভৌরি, দেখিয়ে কলা ভৌরি হয় মো নাহি, লভিছি সকল প্রভু তুমকো পাই, তুমকো পাই ভুলাই ভব জঞ্জাল, মন প্রাণে দেল বল
ଛିଞ୍ଚିଲ ଶାନ୍ତିର ଜଳ ଭୁଲାଇ ଦୁଃଖ ନାଳ ଭୁଲାଇ ଭବ ଜଞ୍ଜାଳ ମନ ପ୍ରାଣେ ଦେଲ ବଳ ଛିଞ୍ଚିଲ ଶାନ୍ତିର ଜଳ ଲିଭାଇ ଦୁଃଖ ନାଳ ତବ ଚରଣ କମଳ ତବ ଚରଣ କମଳ ତୀର୍ଥ ମୋ ପାଇଁ ଲଭିଛି ସକଳ ପ୍ରଭୁ ତୁମରି ପାଇ ତୁମକୁ ପାଇ ଭୁଲିଛି ଦୁଃଖ କଷଣ ଭୁଲିଛି ଦୁଃଖ କଷଣ ତୁମକୁ ଚାହିଁ ଲଭିଛି ସକଳ ପ୍ରଭୁ ତୁମକୁ ପାଇ ତୁମକୁ ପାଇ ତୁମକୁ ପାଇ ତୁମକୁ ପାଇ ଜୟ ଗୁରୁ ଆଜ୍ଞା। ଜୟ ଗୁରୁ। খুব সুন্দর ভাবে আমরা শিল্পী আমার সাথে অগস্তিন অনাশ্রিত দেবনাথ ଅଗସ୍ତି খুব ସୁନ୍ଦର ଭାବରେ ନକୁଳଙ୍କର ବିରଚିତ ଭଜନ ପରିବେଷଣ କଲେ। ତାଙ୍କ ପରିବାର ସମସ୍ତଙ୍କର ମୋ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟା ଗାୟତ୍ରୀ ମା ଗାୟତ୍ରୀ ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। କହିବାକୁ ଆସି ପାରି ନଥିରେ ଯାହା ଥିଲା କହିବାକୁ ଯାହା ଥିଲା କହିବାକୁ ବିଭୋର ଅନ୍ତରେ ରହିଥିଲି ଚାହିଁ ବିଭୋର ଅନ୍ତରେ ରହିଥିଲି ଚାହିଁ ତୁମ ଶ୍ରୀମୁଖ ଶୋଭାକୁ ତୁମ ଶ୍ରୀମୁଖ ଶୋଭାକୁ କହିବାକୁ ଆସି ପାରିତ ନଥିଲି କହିବାକୁ ଆସି ପାରିତ ନଥିଲି ଯାହା ଥିଲା କହିବାକୁ ଯାହା ଥିଲା କହିବାକୁ ବିଭୋର ଅନ୍ତରେ ରହିଥିଲି ଚାହିଁ ବିଭୋର ଅନ୍ତରେ ରହିଥିଲି ଚାହିଁ ତୁମ ଶ୍ରୀମୁଖ ଶୋଭାକୁ ତୁମ ଶ୍ରୀମୁଖ ଶୋଭାକୁ କହିବାକୁ ଆସି ପାରିତ ନଥିଲି ମନରେ ରହିଲା ମନର କଥା ମୋ ହୃଦୟରେ ଶିହରଣ ହୃଦୟରେ ଶିହରଣ ତମ ଚାହାଣୀର ସରୁଥିଲା ସୁର ପୁରୀ ଯାଉଥିଲା ପ୍ରାଣ
নীরবে সময় গড়ি যাচ্ছিল, নীরবে সময় ধীরে ধীরে কেটে আগত, ধীরে ধীরে কেটে আগত। କହିବାକୁ ଆସି ପାରିତ ନଥିଲି, ସେଇ ମୋର ଥିଲା ପ୍ରଥମ ଦର୍ଶନ, ତୁମ ସାଥେ ପରିଚୟ, ତୁମ ସାଥେ ପରିଚୟ। ସେଇ ମୋର ଥିଲା ଅଶ୍ରୁ ପୁଲକ, ହୃଦୟର ବିନିମୟ, ବିନିମୟ। ଅଜାଣତେ ମୋର ସ୍ମୃତିର ମନ୍ଦିରେ, ଅଜାଣତେ ମୋର ସ୍ମୃତିର ମନ୍ଦିରେ ଆଙ୍କିଥିଲି ତୁମ ଛବିକୁ, ଆଙ୍କିଥିଲି ତୁମ ଛବିକୁ। କହିବାକୁ ଆସି ପାରିତ ନଥିଲି, ଯାହା ଥିଲା କହିବାକୁ, ଯାହା ଥିଲା କହିବାକୁ। ବିଭୋର ଅନ୍ତରେ ରହିଥିଲି ଚାହିଁ, ବିଭୋର ଅନ୍ତରେ ରହିଥିଲି ଚାହିଁ, ତୁମ ଶ୍ରୀମୁଖ ଶୋଭାକୁ, 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 ତୁମ ଶ୍ରୀମୁଖ ଶୋଭାକୁ। ଜୟ ଗୁରୁଦାଦା। ଜୟ ଗୁରୁ। খুব সুন্দর সমুদ্র ললিত কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধেয় গায়ত্রী মা ଗାୟତ୍ରୀ ଦାସ ଖୁବ୍ ସୁନ୍ଦର ଭାବରେ ଆମ ସମ୍ମାନିତ ତପୋବନ ପଣ୍ଡା ଠାକୁରଙ୍କ ସହ ପ୍ରତିନିଧି ଡକ୍ଟର ତପୋବନ ପଣ୍ଡାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସମ୍ମାନିତ ଜୟନ୍ତୀ ମା ଶ୍ରୀମତୀ ଜୟନ୍ତୀ ବସାକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ମା। ସମସ୍ତ ଦାଦା ଓ ମା ମାନଙ୍କୁ ମୋର ଆନନ୍ଦିତ ଜୟଗୁରୁ ପ୍ରଣାମ ଜଣାଉଛି। ଏହି ଗୀତଟିକୁ ରଚନା କରିଛନ୍ତି ପରମ ପୂଜ୍ୟପାଦ ଶିଶି ଦାଦା, ସ୍ୱର ସଂଯୋଜନା କରିଛନ୍ତି ପରମ ପୂଜ୍ୟପାଦ ଶିଶି ଆଚାର୍ଯ୍ୟ ଦେବ। তোমার কথাই বলে যারা তোমায় মানে না, তোমায় পাওয়ার আনন্দ কি তাই তো জানে না। তোমার কথাই বলে যারা তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানে না। দয়াল তোমার কথাই বলে যারা তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানে না। তোমায় পাওয়ার আনন্দ কি তাই তো জানে না।
তো রষ্টির মতো জানা, তোমায় পাওয়ার আনন্দ কি তাই তো জানে না। দয়াল তোমার কথাই বলে যারা, তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানে না। তোমায় পাওয়ার আনন্দ কি তাই তো জানে না। তোমার ধ্যানে নীরবতা কেমন সুখের জানে না তা। তোমার ধ্যানে নীরবতা কেমন সুখের জানে না তা। প্রেমের কি যে মাধুর্যতা, প্রেমের কি যে মাধুর্যতা কিছুই বুঝি না। তোমায় পাওয়ার আনন্দ কি তাই তো জানি না। দয়াল তোমার কথাই বলে যারা, তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানি না। তোমায় পাওয়ার আনন্দ কি তাই তো জানি না। ভক্তি প্রাণে নারায় যদি শুধু কথায় কি বা হবে, সেই কথাটাই সহজ করে কেউ বুঝি না ভাবে, কেউ বুঝি না ভাবে। ভক্তি প্রাণে নারায় যদি শুধু কথায় কি বা হবে, সেই কথাটাই সহজ করে কেউ বুঝি না ভাবে, কেউ বুঝি না ভাবে। তোমায় ভালো বাসলে প্রাণে বাঁধন ছেড়া শান্তি আনে। তোমায় ভালো বাসলে প্রাণে বাঁধন ছেড়া শান্তি আনে। নিত্য তোমার সেবা বিনা, নিত্য তোমার সেবা বিনা তৃষ্ণা কমে না। তোমায় পাওয়ার আনন্দ কি তাই তো জানি না। দয়াল তোমার কথাই বলে যারা, তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানি না। দয়াল তোমার কথাই বলে যারা, তোমায় মানে না, তোমায় মানে না, তোমায় পাওয়ার আনন্দ কি তাই তো জানি না। তোমায় পাওয়ার আনন্দ কি তাই তো জানি না। তোমায় পাওয়ার আনন্দ কি তাই তো জানি না। জয় গুরু দাদা। জয় গুরু। খুব সুন্দর সমুদ্র সলিত কণ্ঠেরে ଆମର ବିଷ୍ଟ କଣ୍ଠଶିଳ୍ପୀ ସୋନିଆ ଜୟନ୍ତୀ ମାସ ଶ୍ରୀମତୀ ଜୟନ୍ତୀ ବସାକ খুব ସୁନ୍ଦର ଭାବରେ ପରମ ପୂଜ୍ୟବାଦ ଶ୍ରୀ ସିଦ୍ଧା ତାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ ମା ଜୟ। ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ବଂଶୋଦୟ ବୀଣାପାଣି ମା ଶ୍ରୀମତୀ ବୀଣାପାଣି ସାହୁ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ ମା ଜୟ। ଗତ ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟ ଗୁରୁ।
ଆପଣଙ୍କର ମ୍ୟୁଟ୍ ହେଇଛି, ଆପଣ ଭଏସ୍ କିଛି ଆସୁନି। এই ধরণী ধন্য ହେଲା তব আগমনে, এই ধরণী ধন্য ହେଲା তব আগমনে।
দাদা। জয় গুরু। খুব সুন্দর ভাবে আমরা বিষ্ণু কণ্ঠশিল্পী আমার সাথে বীণাপাণি মা শ্রীমতী বীণাপাণি ସାହୁ খুব ସୁନ୍ଦର ଭାବେ ପୂଜ୍ୟ ସରୋଜଙ୍କର ବିରଚିତ ଏଇ କୋରସ୍ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଅଶେଷ ଜଣେ ପ୍ରାର୍ଥନା। ଜୟ ଗୁରୁ ମା। ଜୟ ଗୁରୁ। ଜୟ ଗୁରୁ ଦାଦା, ପ୍ରଣାମ। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସାଥେ ମୃତ୍ୟୁଞ୍ଜୟ ଭାଇ। ଠାକୁରଙ୍କର ପବିତ୍ର ପାଞ୍ଜାଥି କର୍ମୀ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ କୁମାର ରାଉତ ଏବଂ ତାଙ୍କ ପରିବାର କୀର୍ତ୍ତନ ପରିବେଷଣ କରିବେ। दादा जय गुरु। ଜୟ ଗୁରୁ। मन्ना श्री जगत गुरु गुरवे नमः। तस्मै श्री गुरवे नमः। शून्य पात्र पूर्ण कल धन्य हेला जीवन। शून्य पात्र पूर्ण कल धन्य हेला जीवन। शून्य पात्र पूर्ण कल धन्य हेला विश्वाधीन विश्वनो है। विश्वाधीन विश्वनो है। विश्वाधीन विश्वनो है। विश्वाधीन विश्वनो है। हेलो संदन विश्वाधीन विश्वनो है। विश्वाधीन विश्वनो है। हेलो संदन पूर्ण पात्र पूर्ण कल धन्य हेला जीवन। पूर्ण पात्र पूर्ण कल धन्य हेला पूर्ण पात्र पूर्ण कल धन्य हेला जीवन। पूर्ण पात्र मुझे बन धराए सुंदर नथिले जानी। मुझे बन धराए सुंदर नथिले जानी। सतनाम देशाणी सतनाम सतनाम देशाणी सतनाम देशाणी। ज्ञान रे सदा ज्ञान अमृत रे सदा अमृत रे
अन्य पात्र पूर्ण कल हेला जीवन अन्य पात्र पूर्ण শান্তি বদলে আনে দুঃখ যাতনা ধর্ম নামে যেতে ছলনা শান্তির বদলে আনে দুঃখ যাতনা দুঃখা খালি পদ বন্দনা দুঃখা খালি পদ বন্দনা দুঃখা খালি পদ বন্দনা দুঃখা খালি পদ বন্দনা চরণ হরা চরণ পূজা বন্ধা পূজা কারণ চরণ হরা বন্ধা পূজা কারণ চরণ হরা চরণ পূজা বন্ধা পূজা কারণ চরণ হরা চরণ পূজা বন্ধা পূজা কারণ বন্ধা পূজা কারণ বন্ধা পূজা বন্ধা পূজা কারণ বন্ধা পূজা চরণ হরা চরণ পূজা বন্ধা পূজা কারণ চরণ হরা চরণ পূজা বন্ধা পূজা চরণ হরা চরণ পূজা বন্ধা পূজা কারণ চরণ হরা চরণ পূজা বন্ধা পূজা শূন্য পাত্র পূর্ণ কল ধান এলা জীবন শূন্য পাত্র পূর্ণ কল ধান হেলা ধন্য আজি জগত জন প্রীতি অর্ঘ্য নেল আসে মধুসূদন ধন্য আজি জগত জন প্রীতি অর্ঘ্য নেল আসে মধুসূদন ইষ্টভূতি করি গ্রহণ ইষ্টভূতি করি গ্রহণ ইষ্টভূতি করি গ্রহণ ইষ্টভূতি করি গ্রহণ করিছ জীবনে যাহা জানে খালি মন প্রাণ ভরিছ জীবনে যাহা জানে খালি মন প্রাণ ভরিছ জীবনে যাহা জানে খালি মন ভরিছ জীবনে যাহা ভরিছ জীবনে যাহা জানে খালি মন প্রাণ ভরিছ জীবনে যাহা জানে খালি মন প্রাণ জানে খালি জানে খালি মন প্রাণ জানে খালি ভরিছ জীবনে যাহা জানে খালি মন প্রাণ ভরিছ জীবনে যাহা ভরিছ জীবনে যাহা জানে খালি মন প্রাণ ভরিছ জীবনে ভরিছ জীবনে যাহা জানে খালি মন প্রাণ ভরিছ জীবনে যাহা জানে খালি মন প্রাণ জানে খালি মন প্রাণ ভরিছ জীবনে যাহা জানে খালি মন প্রাণ ভরিছ জীবনে যাহা জানে খালি মন প্রাণ শূন্য পাত্র পূর্ণ কল ধন্য হেলা জীবন শূন্য পাত্র পূর্ণ কল ধন্য হেলা জীবন
हे जीवन तुम्हारे पाए तुम पाए ते प्रिय संसारे नहीं हे जीवन तुम्हारे पाए तुम पाए ते प्रिय संसारे नहीं हे जीवन तुम्हारी पाई तुम पारी ते प्रिय संसारे नहीं हे जीवन तुम्हारी पाई तुम पारी ते प्रिय संसारे नहीं तुम रहिते चाहे तुम पदे रहिते चाहे तुम पदे रहिते चाहे तुम पदे रहिते चाहे विश्व भुवन सत्य तुम्हें आउत सब बंधना विश्व भुवन सत्य तुम्हें आउत सब बंधना आउत सब बंधना तुम्हें आउत सब बंधना भगवान शून्य पत्र पूर्ण कल अन्न हेला जीवना शून्य पत्र पूर्ण कल अन्न हेला जीवना विश्वनु है विश्वनु है विश्वनु है विश्वनु है पात्र अन्न हेला जीवन दादा जय जय गुरु खूब सुंदर भाव में आमर देव मृत्युंजय भाई ठाकुर पवित्र पंजाबी कर्मी श्री मृत्युंजय कुमार राउत एवं परिवार धर्मपत्नी आमर अनुमा श्रीमती सुपुत्र संदीपन समस्त मिलित भाव में कीर्तन परिवेशन कले मृत्युंजय भाई अनुमा संदीपन परिवार समस्त सर्वद मंगल ठाकुर श्रीचरण प्रार्थना स्वरोध पूज्य नकुलांकर विरचित कीर्तन सुंदर परिवेशन कले जय गुरु जय गुरु दादा जय गुरु। हाँ जय गुरु माँ जय गुरु प्रतिदिन प्रातः समय चांदोल सत्संग विहार अनुकूल सत्संग आज सत्संग निवेदन करछन्ती प्रतिदिन भली आमर सामान्य श्रद्धा ठाकुर सप्रतिनिधि इंजीनियर शरद कुमार दास परिवार समस्त सार्विक मंगल ठाकुर श्रीचरण प्रार्थना तत्सहित प्रति मासर 9 तारिख सत्संग निवेदन करथांती आमर सद्य विश्व भाई मोर बंधु इंजीनियर विश्वमल सामल आर सुपुत्र सत्यजित 9 तारिख जन्मदिन से उपलक्षे प्रति मास निवेदन कर क्रम सत्संग निवेदन कर ठाकुर श्रीचरण से सत्यजित सर्वदा मंगल प्रार्थना जन सहित विश्व भाई उर्मिला माँ परिवार समस्त सार्विक मंगल ठाकुर श्रीचरण प्रार्थना तत्सहित आज हूँ आम श्रद्धा भीम भाई श्रीयुक्त भीमसेन बेहरा और धर्मपत्नी आम श्रद्धा विजयलक्ष्मी माँ
ସେମାନଙ୍କର ଗତକାଲି ଥିଲା ବିବାହ ବାର୍ଷିକ, କିନ୍ତୁ ଆମେ ସତ୍ସଙ୍ଗରେ ସାମିଲ କରିପାରିନଥିଲୁ। ଆଜି ସତ୍ସଙ୍ଗରେ ସାମିଲ କରୁଛୁ। ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜାଣିବା ଭୀମ ଭାଇ ଏବଂ ବିଜୟଲକ୍ଷ୍ମୀ ମାଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇ ଉତ୍ତରୋତ୍ତର ଅଗ୍ରସର ହଉ। ସେମାନଙ୍କର ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧା କମଳୀ ମା ଶ୍ରୀମତୀ କମଳୀ ସେଠୀ। ଗତକାଲି ମଧ୍ୟ ତାଙ୍କର ବିବାହ ବାର୍ଷିକ ଥିଲା କମଳୀ ମା ଏବଂ ପ୍ରକାଶ ଭାଇଙ୍କର। ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜାଣିବା ସେମାନଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇ ଉତ୍ତରୋତ୍ତର ଅଗ୍ରସର ହଉ ଏବଂ କମଳୀ ମା ପ୍ରକାଶ ଭାଇ ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରୁଛି ଆମର ଶ୍ରଦ୍ଧା କୁମାର ବାବୁ। ଗତକାଲି ମଧ୍ୟ ତାଙ୍କର ବିବାହ ବାର୍ଷିକ ଥିଲା ଇଞ୍ଜିନିୟର କୁମାର ବେହେରା ଏବଂ ଆମର ଶ୍ରଦ୍ଧା ଲିଜା ଲିଜା ବେହେରା। ସେମାନଙ୍କର ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜାଣିବା ସେମାନଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇ ଅଗ୍ରସର ହଉ। ସେମାନଙ୍କର ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ସତ୍ସଙ୍ଗ ନିବେଦନ କରିଛନ୍ତି ଆମ ଶ୍ରଦ୍ଧା ଝୁନୁମା ଶ୍ରୀମତୀ ଝୁନୁ ରାଉତ, ତାଙ୍କର ସୁପୁତ୍ର ସନ୍ତୋଷ ଏବଂ ପୁତ୍ରବଧୂ ଜ୍ୟୋତ୍ସନା। ସେମାନଙ୍କର ମଧ୍ୟ ଗତକାଲି ବିବାହ ବାର୍ଷିକ ଥିଲା। ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା ସେମାନଙ୍କର ଦାମ୍ପତ୍ୟ ଜୀବନ ସନ୍ତୋଷ ଏବଂ ଜ୍ୟୋତ୍ସନାଙ୍କର ଦାମ୍ପତ୍ୟ ଜୀବନ ପ୍ରଭୁଙ୍କୁ ନେଇ ଉତ୍ତରୋତ୍ତର ଅଗ୍ରସର ହଉ। ଝୁନୁମା ତାଙ୍କର ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ତତ୍ସହିତ ଗତକାଲି ମଧ୍ୟ ଜନ୍ମଦିନ ଥିଲା ଆମର ଶ୍ରଦ୍ଧା ଦୀପ୍ତିମୟୀ ଆମର ଶ୍ରଦ୍ଧା ଦୟାନିଧି ଭାଇଙ୍କର ସୁକନ୍ୟା ଜ୍ୟେଷ୍ଠ କନ୍ୟା। ଆଉ ସେଇ ଦୀପ୍ତିମୟୀଙ୍କର ସେ ଉପଲକ୍ଷେ ଆଜି ସତ୍ସଙ୍ଗ ନିବେଦନ କରିଛନ୍ତି। ଦୀପ୍ତିମୟୀଙ୍କର ସର୍ବଦା ମଙ୍ଗଳ ପାଇଁ ପ୍ରାର୍ଥନା ଜଣାଇବା ସହିତ ଦୟାନିଧି ଭାଇ ସରୋଜିନୀ ମା ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗରେ ଅନେକ ପୂଜ୍ୟ ରୀତି ଧୈର୍ଯ୍ୟ ଯାଜକ ଗୁରୁ ଭାଇ ମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସର୍ବତୀତିକ ପୂଜ୍ୟ ସର୍ବଶ୍ରୀ ବିଜୟଭୂଷଣ ମିଶ୍ର, ବିଚିତାନନ୍ଦ ଆଚାର୍ଯ୍ୟ, ବ୍ରଜବନ୍ଧୁ ବେହେରା, ଭାଗବତ ପ୍ରସାଦ ପଣ୍ଡା, ଡକ୍ଟର ନଗେନ୍ଦ୍ରନାଥ ସ୍ୱାଇଁ, ଡକ୍ଟର ସୀତାକାନ୍ତ ଦାସ, ଡକ୍ଟର ସୁମନ୍ତ କୁମାର ମିଶ୍ର, ଡକ୍ଟର ପବିତ୍ର କୁମାର ମେକଅପ, ଦିବାକର ସ୍ୱାଇଁ, ଇଞ୍ଜିନିୟର କାଶୀନାଥ ତ୍ରିପାଠୀ, ଇଞ୍ଜିନିୟର ରାୟଚରଣ ସାହୁ, ଇଞ୍ଜିନିୟର ସଚ୍ଚିଦାନନ୍ଦ ମଲ୍ଲିକ, ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା, ଇଞ୍ଜିନିୟର ଶରତ କୁମାର ଦାସ, ଇଞ୍ଜିନିୟର ଯୁବରାଜ ପ୍ରସାଦ, ଜଗଦୀଶ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ବେହେରା, ମୁକୁନ୍ଦ ପ୍ରସାଦ ସେନାପତି, ନିମାଇ ଚରଣ ଦାସ, ପାରେଶ୍ୱର ଜେନା, ପ୍ରଭାତ କୁମାର ସାହୁ, ପ୍ରଶାନ୍ତ କୁମାର ସିଂ, ବର୍ଷ ମାଣିକ, ରମେଶ ଚନ୍ଦ୍ର ନାୟକ, ରଘୁନାଥ ବସ୍ତିଆ, ରଜନୀକାନ୍ତ ପଣ୍ଡା, ରବୀନ୍ଦ୍ରନାଥ ପ୍ରଧାନ, ସୁଭାଷ ଚନ୍ଦ୍ର ଦାସ, ତାରାକାନ୍ତ ବେହେରା, ପ୍ରଫେସର ଉଗ୍ରସେନ ଲେଙ୍କା, ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିକ ମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁର କଥା ଯେତେବେଳେ ଧରିବେ ସମସ୍ତେ ଆମେ ଜାଣିଛନ୍ତି ଅନେକ ଥର ତାଙ୍କଠାରୁ ଠାକୁର କଥା ଶୁଣି ଆସୁଛନ୍ତି। ଜଣେ ବିଜ୍ଞ ପ୍ରଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁବକ୍ତା, ପ୍ରତିରକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀ। ଆଉ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କଥା ଆମେ ସବୁବେଳେ କହି ଆସିଥାଉ ଯେ ଶ୍ରୀ ଶ୍ରୀ ଠାକୁରଙ୍କର ନରୋତ୍ତମ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଆସିଲା ଆମ ସମ୍ମାନୀୟ ପୂଜ୍ୟ ଜିତେନ୍ଦ୍ର ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ଷଡ଼ଙ୍ଗୀ ଆଜି ପୁନର୍ବାର ଆମର ଅନୁରୋଧ ରକ୍ଷା କରି ଆମ ସହିତ ଅଛନ୍ତି। ଠାକୁରଙ୍କ କଥା ତୋଳି ଧରିବେ। ଦାଦାଙ୍କୁ ଅନୁରୋଧ କରିବା ଆଲୋଚନା ଆରମ୍ଭ କରିବେ। ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ଷଡ଼ଙ୍ଗୀ ଠାକୁରଙ୍କ ସପ୍ରତିଥି। ଦାଦା ଜୟ ଗୁରୁ। ଦାଦା ଜୟ ଗୁରୁ। ଦାଦା ଜୟ ଗୁରୁ। ଜୟ ଗୁରୁ। ପରମାରାଧ୍ୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର, ପରମାରାଧ୍ୟା ଜଗତ ଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା, ଯୁଗାଚାର୍ଯ୍ୟ ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ବଡ଼ଦା, ପରମ ପୂଜ୍ୟ ପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀ ଚରଣରେ ମୋର କୋଟି କୋଟି ପ୍ରଣାମ। ଠାକୁର ପରିବାରର ସମସ୍ତଙ୍କର ଶ୍ରୀ ଚରଣରେ ମୋର କୋଟି କୋଟି ପ୍ରଣାମ। ଆଜି ଚାନ୍ଦୋଲ ସତ୍ସଙ୍ଗ ବିହାର ପ୍ରାତ୍ୟହିକ ଆବାସୀ ସତ୍ସଙ୍ଗର ବରେଣ୍ୟ ପୁରୋଧା ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଦଳାଇ ମହୋଦୟ ତଥା ଅନଲାଇନରେ ସଂଯୁକ୍ତ ହୋଇଥିବା ସହପ୍ରତିନିଧି ବୃନ୍ଦ, ଅଧୈର୍ଯ୍ୟ ଯାଜକ ମଣ୍ଡଳୀ, ପ୍ରାଣର ଗୁରୁଭ୍ରାତଗଣ, ଭକ୍ତିମତୀ ମାତୃମଣ୍ଡଳୀ ତଥା ଛୋଟ ଛୋଟ ପିଲା ସମସ୍ତଙ୍କୁ ମୋର ଯଥମାନ୍ୟ ଆନ୍ତରିକ ପ୍ରୀତି ଏବଂ ଜୟଗୁରୁ। ଗତ 3-4 ଦିନ ତଳେ ଶ୍ରୀଯୁକ୍ତ ଦେବେନ୍ଦ୍ର ଭାଇ ମୋତେ ଉକ୍ତ ସତ୍ସଙ୍ଗରେ ସଂଯୁକ୍ତ ହେବାକୁ ଆଗ୍ରହ ପ୍ରକାଶ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ତାଙ୍କର ତଥା ତାଙ୍କ ପରିବାରର ସମସ୍ତଙ୍କ ସାର୍ବିକ ମଙ୍ଗଳ କାମନା କରୁଅଛି। ତତ୍ ସହିତ ସୌଭାଗ୍ୟ ରଞ୍ଜନ ଭାଇ ଏବଂ ଅନ୍ୟାନ୍ୟ ସହଯୋଗୀ ଭାଇ ଓ ମା ମାନଙ୍କୁ ମଧ୍ୟ ମୋର ପ୍ରଣାମ ଜୟଗୁରୁ। ଦେବେନ୍ଦ୍ର ଭାଇ ଆଜି କହୁଥିଲେ ଆଜି ସତ୍ସଙ୍ଗ ପ୍ରଦାନ କରିଛନ୍ତି ଇଞ୍ଜିନିୟର ଶରତ କୁମାର ଦାସ ଏସ୍ ସଭାପତି, ବିଶ୍ୱମୋହନ ସାମଲ ଭାଇ, ଶ୍ରୀ ଭୀମସେନ ବେହେରା ଭାଇ, ଶ୍ରୀମତୀ
कमलिनी सेठी मा, इंजीनियर कुमार बेहरा, श्रीमती झुनू राउत, श्री दयानिधि महापात्र आज सत्संग प्रदान कर आपण मानकर इष्टिपुत जीवन कामना करी इष्ट निष्ठा को अब्याहत रखी अधिक समय परम पिता कर्म यज्ञ रे सहयोग करी आगे चलतु ताहा ही कामना करी परम पिता पाखरे प्रार्थना जनाउछि। आज भक्ति नैवेद्य अर्पण करछंती श्री विक्रम केशरी दास, श्री देवेंद्र नाथ अगस्ती, श्रीमती जयंती दास, श्रीमती जयंती बसाक, श्रीमती बीणापाणी साहू एवं कीर्तन प्रदान करछंती श्री मृत्युंजय कुमार राउत जाजक एवं तांको मां एवं तांकर सहयोगी। आज मध्य स्वर्गत नकुल चरण दास भाई आम समस्त भितरे जाग्रत और जीवंत होई अछंती। तांको लिखित भजन कीर्तन अत्यंत हृदयस्पर्शी और भावपूर्ण। यह जेते दिन धरी चालुथिबो से आम पाखे सेते दिन धरी जीवित थिबे ताही मु परम पिता प्रार्थना जनाउछि। एई भजन कीर्तन रे समस्तंकर कंठस्वर अत्यंत सुमधुर मनमुग्धकर होईछि, हृदय को मध्य स्पर्श करिछि, मन को इष्ट भाव रे मध्य भावित करि तोलिछि। एही परि आपण माने निजर कंठदान करी समस्तंक मनरे इष्ट चिंता को आहुरी आहुरी करी तोलंतु ताही कामना करी परम पिता रातुल चरण रे प्रार्थना जनाउछि। कहबी मु जानिनी तबे जाहौ यदि किछि भूल ठीक थाए क्षमा करिवे काना बहु प्राज्ञ विज्ञ ज्ञानी गुणी व्यक्तित्व माने आज एई सत्संग रे जॉइन करछंती। तबे जतिटा मु जानिछि भाई मु से ताहाई आपण मान पारे कहबी, भूल भ्रांति तेले क्षमा करिवे। आज ये मनुष्य जातिर अधोपतन बा अवनति एभली भाबरे हेबाकू जाउछि जे आगामी भविष्य रे कोन जे घटिबो तार कूल किनारा पाइबा असंभव हो उठलानी। सेतिपाई श्री ठाकुर ये मनुष्य समाज को चेतई दे कही गले आमी नगण्य मानुष किंतु परम पिता आमाके दिए जा बोलालेन करालेन तार ऊपर जदि मनुष्य मानुष ना दाड़ाबे सब ज्ञान गुण सत्य पृथ्वी मारामारी हानाहानी काटाकाटिर हाथ থেকে রেহাই পাবেন না। মানুষের सब शक्ति नियोजित হবে सपरिवेश आत्महनने एवं जीवनेर भित्तिभूमिर ध्वंस साधने। अर्थात मु नगण्य मनीष किंतु परम पिता मो द्वारा जहा कहले करेले मनीष समाज ता उपरे बेस करी न चलिले सबु ज्ञान गुण सत्य पृथ्वी मरामरी हणाहणी कटाकटी हाथर रक्षा पाई पारिबो नाही। मनीषर सबु शक्ति नियोजित हब सपरिवेश आत्महनन रे एवं जीवनर भित्तिभूमिर ध्वंस साधन। आज ताहाई घटी चली। ये मनीष आज तांको कथा काहेकि सुनिलानी एवं निजर तथा परिवेशर अवनति पथरे आगे चलला काहेकि ताहा से निज श्रीहस्त रे लिखि देई गले। सत्यानुसरण रे लिखिले भारतर अवनति बा डिजेनेरेशन सेही समयरु आरंभ होईछि जेउ समयरु भारतवासी पाखरे अमूर्त भगवान असीम हो उठछन्ति। ऋषि को बाद दे ऋषिवादर उपासना आरंभ होईछि। अमेरिकार गुरुभ्राता तथा सत्संगर सहप्रतिनिधि श्री हाउजर मेंदा रे आर्चर हाउजर मेंदा बंगला शिखी सत्यानुसरण बंगला भाषारू इंग्राजी रे अनुवाद करथिले। सेथिरे से एई सत्यानुसरण को अनुवाद कर लिखिले जे द डिजेनरेशन ऑफ ह्यूमैनिटी begins at that moment when the unseen God was made infinite and ignoring the sheer worship of their saying began। ठाकुर कहते भारतर अवनति सेटा कहले कोन ह्यूमैनिटी डिजेनरेशन ऑफ ह्यूमैनिटी अर्थात मनुष्यतार अवनति बा अधपतन सेही समय आरंभ होईछि जो समयरु ए मनुष्य पाखरे अमूर्त भगवान असीम होउछन्ति एवं ऋषि को बाद दे ऋषिवादर उपासना आरंभ होईछि। एथिरु मु जहा बुझुछि बा बुझिछि ताहा कहबाक चेष्टा करूछि। या मोर मत अन्य केही हुए तो मो ठारू अधिक किछि जानि थाई पारंती मु ता अस्वीकार करि पारिबि नाही भाई। ठाकुर लिखि देई गले जे ए मनुष्यर अधपतन बा अवनति बा डिजेनरेशन टा सेही समय आरंभ होई जाईछि जो समयरु मनुष्य बोधरे आसीछि कि भगवान अमूर्त
ବିଶେଷ ଭାବରେ ସେଇ ସବୁ ସତ୍ୟାନୁଷ୍ଠାନ ପାଠ କରନ୍ତି ବେଳେ ବେଳେ ଅମୃତକୁ ସେ କହିଛନ୍ତି ଅମୃତ, କିନ୍ତୁ ବାସ୍ତବରେ ଅମୃତ ନୁହେଁ, ସେ ହଉଛି ଅମୂର୍ତ୍ତ। ଅମୂର୍ତ୍ତ ମାନେ ମୂର୍ତ୍ତ ନୁହନ୍ତି ବା ଜୀବନ୍ତ ନୁହନ୍ତି। ଜୀବନ୍ତ ମାନେ ମଣିଷ ରୂପରେ ଆସିପାରନ୍ତି ନାହିଁ କି ଆସିପାରିବେ ନାହିଁ। ଏଇ ଧାରଣା ମଣିଷ ଭିତରେ ଏବେ ମଧ୍ୟ ବଦ୍ଧମୂଳ ହୋଇ ରହିଛି ଏବଂ କିଛି ଗୁରୁ ଭାଇଙ୍କ ବୋଧରେ ମଧ୍ୟ ଅଛି। ସେମାନଙ୍କର ଧାରଣା ଭଗବାନ ଅନନ୍ତ ଆଉ ଅସୀମ, ସେ କେବେ ହେଲେ ସୀମାରେ ଆସିପାରନ୍ତି ନାହିଁ ବା ଆସିପାରିବେ ନାହିଁ। ସେମାନଙ୍କ ମତରେ ଭଗବାନ ଆକାଶରେ ଥାନ୍ତି। କିଛି ଲୋକ ଉପରକୁ ହାତ ଟେକି କହନ୍ତି ସେଇ ସବୁ ଉପର ବାଲାର ଇଚ୍ଛା, ତାଙ୍କ ଇଚ୍ଛାରେ ତ ସବୁ ଚାଲିଛି। ତେଣୁ ଜର୍ଜ ବର୍ନାର୍ଡ ଶ କହିଛନ୍ତି ବି ଆୱାର ଅଫ ଦ୍ୟାଟ ମ୍ୟାନ ହୁଜ ଗଡ ଇଜ ଇନ ଦ ସ୍କାଏ। ସେଇ ଲୋକ ପାଖରୁ ଦୂରରେ ରୁହ ଯାହାର ଭଗବାନ ଆକାଶରେ ଥାନ୍ତି, କାରଣ ସେମାନଙ୍କର ଅଜ୍ଞତା ହେତୁ ସେମାନେ ଏହା କହିଥାନ୍ତି। ଜ୍ଞାନ ପ୍ରାପ୍ତି ପାଇଁ ସଦ୍ଗୁରୁ ଲାଭ ଦରକାର। ପୁଣି କହନ୍ତି ଭଗବାନ ଅସୀମ ଅନନ୍ତ। ତା ଉପରେ କହିବାକୁ ଯାଇ ଶ୍ରୀ ଠାକୁର ଗୋଟାଏ ବାଣୀ ଦେଲେ, অসীম যখন সসীম হয় সীমায় লন স্থান, বৃত্তি ভেদি টান হলে তাই দেখিবি ভগবান। অর্থাৎ ভগবান হচ্ছেন অসীম, ସେ ଅସୀମ ଭଗବାନ ଯେତେବେଳେ ସସୀମ ହୋଇ ସୀମାରେ ସ୍ଥାନ ନିଅନ୍ତି, ସେଇ ସୀମାରେ ଥିବା ଭଗବାନଙ୍କ ଠାରେ ଆମର ବୃତ୍ତି ପ୍ରବୃତ୍ତିକୁ ଭେଦ କରି ଟାଣ ବା ଭଲ ପାଇବା ହେଲେ ତାଙ୍କରି ଭିତରେ ଆମେ ଭଗବାନଙ୍କୁ ଦେଖିପାରିବା। ଗୋଟିଏ ବିସ୍ତୀର୍ଣ୍ଣ ପଡିଆ ଅଛି, ସେଇ ପଡିଆର ସୀମା ନାହିଁ। ଆମେ ଯଦି ସେଇ ପଡିଆର ଗୋଟିଏ ବାଡ଼ାବନ୍ଦୀ କରିଦଉ, ତାହା ବର୍ଗାକାର କ୍ଷେତ୍ର ହେଉ ବା ଆୟତାକାର କ୍ଷେତ୍ର ହେଉ, ତା ସୀମା ମଧ୍ୟରେ ଆସିଗଲା। ସେଇ ସୀମାକୁ କେହି ନିଜର କରିପାରେ ବା ଜାଣିପାରେ, ଏଇଟା ମୋର, ଏଇଟା ଆମର। ଠାକୁର କହିଲେ ଅନନ୍ତ ଅସୀମ କହିଲେ ମୁଁ ବୁଝେ ସୀମାହୀନ ସସୀମ ଦି ଅନବାଉଣ୍ଡେଡ ଫାଇନାଇଟ। ଯେଉଁ ସସୀମଙ୍କର ସୀମା ନାହିଁ, ଯାହାକୁ ଆମେ ଦେଖିପାରିବା, ଯେପରି ଆକାଶ ସମୁଦ୍ର, ତାର ସୀମା ନାହିଁ, କିନ୍ତୁ ସେମାନେ ସସୀମ ବା ସୀମା ମଧ୍ୟରେ ଅଛନ୍ତି। ସେହିପରି ଆମେ ଠାକୁର ଅନୁକୂଳ, ଆଉ ତ ଅନେକ କିଛି ଅଛି, ମୁଁ ସେ ଭିତରେ ଆଉ ଯାଉନି। ସେହିପରି ଆମେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମଧ୍ୟରେ ଦେଖିବାକୁ ପାଉଛେ ତାଙ୍କର ସୀମା ନାହିଁ, ତାଙ୍କର ଅନ୍ତ ନାହିଁ। ସେ କଣ ବା ନ ଜାଣିଥିଲେ, ସେ କିନ୍ତୁ ମଣିଷ ବା ଜୀବନ୍ତ, ତେଣୁ ସେ ଭଗବାନ। ତାଙ୍କୁ ଧରି ଚାଲିବାକୁ ପଛଘୁଞ୍ଚା ଦିଅନ୍ତି, କାରଣ ସେ ମଣିଷ। ପୁଣି ଶ୍ରୀ ଶ୍ରୀ ଠାକୁର ଲେଖିଲେ ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଛି। ଇଗ୍ନୋରିଂ ଦ ସିୟର୍ସ ଓରସିପ ଅଫ ଦେୟାର ସେଇଂ ବିଗନ୍ସ। ଆଜି ପ୍ରତ୍ୟେକ ପରିବାରରେ ପ୍ରତ୍ୟେକ ଘରେ ଘରେ ସେଇ ଋଷିଙ୍କର କହିବାଟା ଓରସି ବା ପୂଜା ପାଉଛି। ଋଷି କୁଆଡେ ଗାଧେଇ ଗଲେଣି। ବର୍ତ୍ତମାନର ଆଚାର୍ଯ୍ୟ ଦେବ ଏବଂ ପୂଜ୍ୟ ଅବିନ୍ଦା ଯେଉଁ ଡିପିୱାର ପ୍ରଚଳନ କରାଇଲେ, ଉପଯୋଜନା କେନ୍ଦ୍ର ଗଠନ କରାଇଲେ, ସେଥିରେ ସେ କହିଲେ ଘର ଘର ବୁଲି ଡିପିୱାର କର। ତଦ୍ୱାରା ସେ ଦୀକ୍ଷିତ ଗୁରୁ ଭାଇ ହୁଅନ୍ତୁ ବା ଅଧିକ୍ଷିତ ବ୍ୟକ୍ତି ହୁଅନ୍ତୁ, ସମସ୍ତଙ୍କ ଠାକୁର ଘରେ ଦେଖିବାକୁ ମିଳୁଛି। ମୁଁ ଯାଇଛି ବହୁ ଘର, ଯାହା ଦେଖିଛି, ମୋର ଅଭିଜ୍ଞତା ସେଇଟା ମୁଁ କହୁଛି। ବହୁ ଦେବଦେବୀ ପୂଜା ପାଉଛନ୍ତି, ତାଙ୍କ ସହିତ ଦୀକ୍ଷିତ ଗୁରୁ ଭାଇଙ୍କ ଘରେ ମଧ୍ୟ ବହୁ ଦେବଦେବୀ ପୂଜା ପାଉଛନ୍ତି। ତାଙ୍କ ସହିତ କେଉଁ କୋଣରେ ଶ୍ରୀ ଶ୍ରୀ ଠାକୁର ଅଛନ୍ତି। କିଛି ଗୁରୁ ଭାଇଙ୍କ ଗୃହରେ ଶ୍ରୀ ଶ୍ରୀ ଠାକୁର, ଶ୍ରୀ ଶ୍ରୀ ବଡମା, ଶ୍ରୀ ଶ୍ରୀ ବଡଦା, ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ପୂଜା ପାଉଛନ୍ତି। ଅନ୍ୟାନ୍ୟ ଦେବଦେବୀଙ୍କ ସହିତ ଖୁବ କମ ଗୁରୁ ଭାଇଙ୍କ ଗୃହରେ କେବଳ ମାତ୍ର ଶ୍ରୀ ଶ୍ରୀ ଠାକୁର ତାଙ୍କ ପରିବାର ବହୁ ଜାକଜମକରେ ପୂଜା ପାଉଛନ୍ତି। ତା ଛଡା ଅନେକଙ୍କର ବା ବିଶେଷ ଭାବରେ ମାକ୍ସିମମ୍ ଘରରେ ଏହା ମଧ୍ୟ ଦେଖିବାକୁ ମିଳୁଛି, ପାଖରେ ଗୋଟିଏ ଆସନରେ ଠାକୁର ତ ପୂଜା ପାଉଛନ୍ତି ସବୁ ଦେବଦେବୀଙ୍କ ସାଙ୍ଗରେ, ତା ଛଡା ଆଉ ଗୋଟାଏ ଆସନରେ ଗୀତା, ଭାଗବତ, ରାମାୟଣ, ସଂହିତା, ଅନ୍ୟାନ୍ୟ ପୁରାଣ ଆଦି ଥାକ କରି ରଖାଯାଇଛି ଏବଂ ତା ଉପରେ ଫୁଲ ଓ ଚନ୍ଦନ ସିନ୍ଦୁର ଦିଆଯାଇ ପୂଜା ହିଁ କରାଯାଉଛି। ଅନେକ ବ୍ରାହ୍ମଣଙ୍କ ଗୃହରେ ପୂର୍ବ ପୁରୁଷରୁ ପୋଥି ଗାଦି ଆଦି କରାଇ ବିମାନ କରେଇକିରି ବସେଇକିରି ତା ଉପରେ ଧଳା ବା ରଙ୍ଗୀନ କପଡା ଘୋଡେଇ ରଖାଯାଇଛି, ତାହା ମଧ୍ୟ ପୂଜା ପାଉଛନ୍ତି। ଏବଂ ସେଇ ଯୋଉ ପୋଥି ଯଦି କୌଣସି କାରଣ କୌଣସି ଦିନ ତାକୁ ଖୋଲି ଦିଆଯାଏ, ପୋଥି ଭିତରେ ଯୋଉ ତାଳପତ୍ର ଲେଖା ଅଛି ଭାଗବତ, ତାକୁ ଖୋଲିଦେଲେ ସେ ଚିରିକି ଟୁକୁରା ଟୁକୁରା ଖଣ୍ଡ ଖଣ୍ଡ ହେଇ ଗଳି ପଡିବ। ଏଇ ଅବସ୍ଥାରେ ରହିଛି। ସେଥିରେ କଣ ଲେଖା ଅଛି ତାହା କେହି ବି ଜାଣନ୍ତି ନାହିଁ କି ପଢନ୍ତି ନାହିଁ। କେବଳ ପୂର୍ବ ପୁରୁଷରୁ ଫୁଲ ଚନ୍ଦନ ଦେଇ ପୂଜା ପାଉଛନ୍ତି। ଏବେ ଯଦି କୌଣସି କାରଣରୁ କହୁଥିଲି ଚିରି ଚାଲିଯିବ। ରାମାୟଣରୁ ରାମଚନ୍ଦ୍ର ନାହାନ୍ତି, ଗୀତା ଭାଗବତରୁ ଶ୍ରୀକୃଷ୍ଣ ନାହାନ୍ତି, ସଂହିତାରୁ ମୁନି ଋଷି ବଶିଷ୍ଠ ଋଷି
ନାହାନ୍ତି। ଶିବ ପୁରାଣରୁ ଶିବ ନାହାନ୍ତି। ଏଠାରେ ଇଗ୍ନୋରିଂ ଦ ସିୟର୍ସ ଅର୍ଥାତ ମନ୍ତ୍ର ଦ୍ରଷ୍ଟା ଋଷି ବା ଗୁରୁ ପୁରୁଷୋତ୍ତମଙ୍କୁ ଧରି ଚାଲିବା ନାହିଁ। ତାଙ୍କର ପୁସ୍ତକର ପୂଜା ଚାଲିଛି। ଋଷିଙ୍କୁ ବାଦ ଦିଆଯାଇଛି ଏବଂ ଘରେ ଘରେ ଋଷିବାଦର ପୂଜା ବା ଉପାସନା ଚାଲିଛି। ତେଣୁ ଶ୍ରୀ ଠାକୁରଙ୍କର ଶ୍ରୀହସ୍ତ ଲେଖା କଣ କେବେ ଭୁଲ ହେବ? ମନୁଷ୍ୟ ତାର ଅବନତି ତ ହେବ ହିଁ ହେବ। ପୁଣି ଆଉ ଗୋଟେ କଥା ଅଛି, କିଛି ଲୋକେ ଗୀତା ଭାଗବତ ପୁରାଣ ଆଦି ସନ୍ଧ୍ୟାବେଳେ ପାଠ କରନ୍ତି। କାର୍ତ୍ତିକ ମାସ ଧର୍ମ ମାସରେ ଭାଗବତ ପାରାୟଣ, ଗୀତା ଯଜ୍ଞ, ହନୁମାନ ଚାଳିଶା ଆଦି କରାନ୍ତି ଗ୍ରହ ଦୋଷ ଖଣ୍ଡନ ପାଇଁ। ତାହା ପାଠ କଲେ ମଧ୍ୟ ସେ ସବୁର ଅର୍ଥ ବୁଝନ୍ତି ନାହିଁ ବା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଭାବନ୍ତି ପୃଷ୍ଠା ଉଲ୍ଟାଇ ପଢିଗଲେ ଧର୍ମ ହେଲା। ଭାଗବତ ପାଠ କରନ୍ତି। ମୁଁ ଜଣେ 2 ଜଣ ଭାଇ ବା ମାଙ୍କୁ ପଚାରିଥିଲି, ଆରେ ଭାଇ ମା ଭାଗବତ ତ ପଢନ୍ତି, ସେ ଭାଗବତ କିଏ ଲେଖିଥିଲେ? ଅନେକ ତାହା କହିପାରନ୍ତି ନାହିଁ। ଅନେକ କୁହନ୍ତି ଜଗନ୍ନାଥ ଦାସ ଲେଖିଛନ୍ତି। ମୁଁ ପଚାରେ ଜଗନ୍ନାଥ ଦାସଙ୍କ ନାମ ଆଗରେ ଗୋଟେ ଅତି ବଡି ଲେଖା ଯାଇଛି, ଅତି ବଡି ଜଗନ୍ନାଥ ଦାସ। ଏ ଅତି ବଡି ଉପାଧି ତାଙ୍କୁ କିଏ ଦେଇଥିଲେ? ତାହା ଅନେକ ଜାଣନ୍ତି ନାହିଁ। ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଚୈତନ୍ୟ ଦେବ ସେତେବେଳେ ପୁରୀ ଆସିଥିଲେ। ସେ ଦେଖିଲେ ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଓଡିଆରେ ଅନୁବାଦ କରୁଛନ୍ତି। ସେ ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ଅତି ବଡ କାମ କରୁଥିବାରୁ ତାଙ୍କୁ ଅତି ବଡି ଉପାଧି ଦେଇଥିଲେ ଏବଂ ଜଗନ୍ନାଥ ଦାସ ତାଙ୍କୁ ଗୁରୁ କରି ତାଙ୍କ ଠାରୁ ମନ୍ତ୍ର ପାଇ ଭାଗବତ ଲେଖିଥିଲେ। ଆମେ ତ ଭାଗବତ ପଢୁଛେ, ଆମେ ଗୁରୁ କରିଛେ କି ମନ୍ତ୍ର ପାଇଛେ କି? ତେବେ ପାଠ କଲେ କଣ ହେବ? ଭାଗବତର ଶେଷ ଆଡକୁ ଏକଥା ମଧ୍ୟ ଲେଖା ଅଛି, ଏମନ୍ତ ଘୋର କଳି ଯୁଗ ଯେବେ ହୋଇବ ଶେଷ ଭାଗ, ସତ୍ୱଗୁଣକୁ ଆଶ୍ରୟ କରି ମନୁଷ୍ୟ ରୂପେ ଦେହ ଧରି, ସେକାଳେ ପ୍ରଭୁ ଭଗବାନ ଧର୍ମର କ୍ଷଣେ ହେବେ ଜନ୍ମ, ଏମନ୍ତ 10 ସହସ୍ର ବର୍ଷ କଳିର হইবটি শেষ। শ্রী শ্রী ঠাকুর কহিগলে এবার আমি যা দিয়ে গেলাম 10,000 বছর ধরে আর আসতে হবে না। এবে মধ্যে লোকে সেই শ্রীকৃষ্ণକୁ ଖୋଜୁଛନ୍ତି, ସେ ଆସିବେ। ସେ ତ ଆସି 81 ବର୍ଷ ଧରି ସବୁକିଛି ଦେଇଗଲେ, ସେଇ ବହି ଭିତରେ ରହି ଗଲେ ତାଙ୍କୁ ଧରିବା କିପରି? ତାପରେ ପୁଣି ପଚାରିଲେ ଭାଗବତରେ ଲେଖା ଅଛି ଶ୍ରୀ ସୁଗୌବାଚ। ଆପଣ ଯୋଉମାନେ ଭାଗବତ ପଢିଛନ୍ତି ଜାଣିବେ ସେଥିଲାଗି ଶ୍ରୀ ସୁଗୌବାଚ, ଶ୍ରୀ ପରୀକ୍ଷିତ ଉବାଚ, ଏସବୁର ମାନେ କଣ? ମୁଁ ପଚାରିଥିଲି। ଅନେକ ଜାଗାରେ ସୁଗୌବାଚ ଲେଖା ଅଛି, ପରୀକ୍ଷିତ ପ୍ରଶ୍ନ କରିଛନ୍ତି, ସୁକଦେବ ଉତ୍ତର ଦେଇଛନ୍ତି। ଏ କଥା ଆମେ ମୂଳରୁ ଭାଗବତ ପଢୁଛନ୍ତି ଯୋଉମାନେ ଶୁଣୁଛନ୍ତି ଯୋଉମାନେ, ସେମାନେ ଅନେକ ଲୋକ ସେଥିରୁ କିଛି ଜାଣନ୍ତି ବି ନାହିଁ, ପ୍ରଶ୍ନ କଲେ ତାର ଉତ୍ତର ମଧ୍ୟ ଦେଇପାରୁନାହିଁ। ଏ ସୁକଦେବ କିଏ ଏବଂ ଏ ପରୀକ୍ଷିତ କିଏ? ଉତ୍ତର ଦେଲେ ଆମେ ପଢୁଛୁ, ଆମେ କଣ ଶୁଣୁଛୁ, କିନ୍ତୁ ସେ ଅର୍ଥ ବୁଝୁନା। ଏମିତି ମଧ୍ୟ ହେଇଛି ଯୀଶୁ ଖ୍ରୀଷ୍ଟଙ୍କୁ ବାଦ ଦେଇ ବାଇବେଲର ପୂଜା ଚାଲିଛି, ମହମ୍ମଦ ରସୁଲଙ୍କୁ ବାଦ ଦେଇ କୋରାନର ପୂଜା ଚାଲିଛି। ଯାହା ଚାଲିଛି ଶେଷରେ ସେ ଅବତାର ପୁରୁଷ ମାନଙ୍କୁ ବିକୃତ କରି ଦିଆଯାଉଛି ଏବଂ ତାଙ୍କର ବାଇବେଲ ଓ କୋରାନ ଅର୍ଥ ଠିକ ଭାବରେ ବୁଝାଇ ପାରୁନାହାନ୍ତି, ଯେପରି ଶ୍ରୀ ଠାକୁର ବୁଝାଇ ଯାଇଛନ୍ତି। ଦିନେ ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ କରାଯାଇଥିଲା, ଠାକୁର କିଏ ବଡ, ଭଗବାନ ବଡ ନା ଭଗବାନଙ୍କ କଥା ଗୁଡିକ ବଡ? ଠାକୁର କହିଥିଲେ ଲିଭିଂ ଆଇଡିଆଲ ବା ଜୀବନ୍ତ ଆଦର୍ଶ ହିଁ ଆମ ପାଇଁ ସବୁଠାରୁ ବଡ। ଯିଏ ଜୀବନ୍ତ ଭାବରେ ଆମ ସାମ୍ନାରେ ମୂର୍ତ୍ତିମନ୍ତ ହୋଇଛନ୍ତି ସିଏ ହିଁ ଜୀବନୀୟ। ଏ କଥା ବର୍ତ୍ତମାନର ଆଚାର୍ଯ୍ୟ ଦେବ, ସେତେବେଳେ ସେ ଆଚାର୍ଯ୍ୟ ଦେବ ନଥିଲେ, କର୍ମୀ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ। ଆଲୋଚନା ପତ୍ରିକାରେ ଗୋଟେ ବାହାରିଛି, ନଫର ଘୋଷଙ୍କ କଥା ଆପଣ ଜାଣିଥିବେ। ନଫର ଘୋଷ ଥରେ କଣ ହେଇଛି ନା, ମୁଁ ସର୍ଟକଟରେ ଟିକେ କହିଦଉଛି, ସେ ଗୋଟେ ସତ୍ସଙ୍ଗ ଯିବେ ବୋଲି ବାହାରିଛନ୍ତି, ଗୋଟେ ତରବର ହେଇଛନ୍ତି, ଏପଟ ସେପଟ ହଉଛନ୍ତି କେମିତି ଯିବେ। ଠାକୁର ଏକଥା ଜାଣିପାରିକି ତାଙ୍କୁ କହୁଛନ୍ତି, ନଫରଦା ଗିଲାସେ ପାଣି ଦବନି? ସେଠୁ ସେ ଗଲେ ଗିଲାସେ ପାଣି ଆଣିକି ଦେଲେ। ଯେମିତି ଦେଲେ ଠାକୁର କହୁଛନ୍ତି, ଆରେ ଗିଲାସଟା ତମେ ଦେଲ ଯେ ଗ୍ଲାସଟା ତ ସଫା ହେଇନି, ଏମିତି ସଫା କରିକି ଭଲ ପାଣି ଆଣିକି ଦିଅ। ସେଠୁ ନେଲେ ତାକୁ ଭଲ ପରିଷ୍କାର ଭାବରେ ସଫା କଲେ, ସଫା କରିକି ପାଣି ଆଣିକି ଦେଲେ। ଯେମିତି ପାଣି ଆଣିକି ଦେଲେ କହିଲେ ପାଣିଟା ତ ସେତେ ଭଲ ସ୍ୱାଦ ଲାଗୁନି, ତମେ କୋଉଠୁ ଆଣିଲ କି? ଟ୍ୟୁବୱେଲରୁ ମାରିକି ଆଣ। ସେଠୁ ଗଲେ ଟ୍ୟୁବୱେଲରୁ ମାରିକି ଆଣିଦେଲେ। ତାପରେ ମାରିକି ଆଣିଦେଲେ, ଠାକୁର ଦେଖିଲେ ଗୋଟେ କଣ ପଡିଛି। କହିଲା ଆରେ ଏ ପାଣିରେ କଣ ଗୋଟେ ପଡିଛି, ତାକୁ ବଦଳେଇ ଆଉ ପାଣି ଆଣ।
এইরকম କରିକିରି କଣ କଲେ ଠାକୁର ଦେଲେ ପୁଣି କହିଲେ ବଦଳେଇକି ଆଣ। ନଫର ଘୋଷ କଣ କଲେ ସିଏ ନିଜେ ନକରି ସେତ କାମ ଆଉ ଜଣକୁ ଦାୟିତ୍ୱ ଦେଇ ନିଜେ ପଳେଇଲେ। ଯେତେବେଳେ ସେ ଭାଇଟି ବା ସେ ମାଟି ପାଣି ପାଣି ଦେଇଛି ଠାକୁରଙ୍କୁ, ଠାକୁର ନଫର କୁଆଡେ ଗଲା ନା ସେ କଣ ଅଛନ୍ତି, ସେ ପଳେଇଲେନି ସତ୍ସଙ୍ଗକୁ। ଠାକୁର ଚୁପ ହେଇଗଲେ, ଭାରି ମନ ଦୁଃଖ କଲେ। ତାପରେ ଖବର ଆସିଲା, କୃଷ୍ଣଙ୍କର ଖବର ହେଲା ନଫରଦା ଗାଡି ଆକ୍ସିଡେଣ୍ଟରେ ଶେଷ ହେଇଯାଇଛନ୍ତି। ଏଇ ଯୋଉ କଥା ଠାକୁର ତାଙ୍କୁ ଅଟକେଇ ରଖୁଥିଲେ କଣ ହବ ନା ସିଏ କେମିତି ବଞ୍ଚି ରହିବେ। ଜୀବନ୍ତ ଆଦର୍ଶ ଆମ ପାଇଁ ସବୁଠାରୁ ବଡ। ଯିଏ ଜୀବନ୍ତ ଭାବରେ ଆମ ସାମ୍ନାରେ ମୂର୍ତ୍ତିମତ ହୋଇଛନ୍ତି ସିଏ ହିଁ ଜୀବନୀୟ। ତାଙ୍କ କଥାକୁ ଆମକୁ ମାନି ଚାଲିବା କଥା। ସେ କଥା କିନ୍ତୁ ନଫରଦା ବୁଝି ପାରିଲେ ନାହିଁ। ଠାକୁର ଅଟକେଇ ରଖିବାକୁ ଚାହୁଁଥିଲେ, ତୁ ଆଜି ଯା ନା। ସେ କିନ୍ତୁ ତାର କାହିଁକି ଠାକୁରଙ୍କ କଥା ସେ ଶୁଣିବନି, ସତ୍ସଙ୍ଗ କରିବ। ତେଣୁ ଠାକୁର ହଉଛି ବଡ ଆଉ ତାଙ୍କର କଥାଟା ପଛକୁ। ଏଇଟାই ଠାକୁରଙ୍କର କହିବାର ଅର୍ଥ। ତେଣୁ ଋଷିଙ୍କୁ ବାଦ ଦେଇ ତାଙ୍କର ବାଦ ବା କୁହା କଥାର ପୂଜା ବା ଉପାସନା କଲେ ଫଳ ଏହା ହିଁ ମିଳିବ। ଆଉ ଋଷିବାଦର ପୂଜା କରି ଚାଲିଲେ ଆମ ପାଖରେ ଭଗବାନ ଅନନ୍ତ ଅସୀମ ହୋଇ ଉଠିବେ ଏବଂ ଆମେ ଆକାଶର ଭଗବାନଙ୍କୁ ଉପରକୁ ହାତ ଟେକି ଖୋଜୁଥିବା। ସେ ଆଉ କେବେ ଆମ ପାଖରେ ପ୍ରତିଭାତ ହେବେ ନାହିଁ। ତେଣୁ ତାଙ୍କୁ ବୁଝି ପାରିବୁ ନାହିଁ। କେବଳ ସେତିକି ନୁହେଁ, ଆମେ ଆମ ପୁତ୍ର ପୌତ୍ର ପ୍ରପୌତ୍ର ଦେଇ ଅବୁଝା ରହିଯିବୁ। ତତ୍ ସଙ୍ଗେ ସଙ୍ଗେ ଆମର ଅବନତି ବା ଅଧପତନ ବା ଡିଜେନେରେସନ ଆହୁରି ଆହୁରି ନିମ୍ନଗାମୀ ହୋଇ ଚାଲିବ। ଆମେ ଯେଇ ସବୁ ପୂଜା କରୁ, ଫୁଲ ଚନ୍ଦନ ଧୂପ ଦୀପ ବେଲପତ୍ର ଭୋଗ ରାଗ ଦେଇ ତାହା କେବଳ ତାଙ୍କ ଠାରୁ ପାଇବା ଆଶାରେ ହିଁ କରୁ। ଶୂନ୍ୟରୁ କିଛି ନ କରି ଅଜଗବି ବା ଅଲୌକିକ ଭାବରେ କିଛି ମିଳିଯାଉ, ତାହେଲେ ଆମେ ତାଙ୍କୁ ଜାବୁଡି ଧରିବୁ। ତଦ୍ୱାରା ଆମର ଆତ୍ମ ଉନ୍ନୟନ ହେବନି ବା ଆତ୍ମାର ଉନ୍ନୟନ ଆଉ ହେବ ନାହିଁ। ତେଣୁ ଶ୍ରୀ ଶ୍ରୀ ଠାକୁର ସତ୍ୟାଂଶରେ ଲେଖିଦେଲେ, ତୁମେ ଗୁରୁଙ୍କ ଠାରେ ବା ସତ୍ରେ ଚିତ୍ତ ସଂକଳନ କରି ଆତ୍ମ ଉନ୍ନୟନ ପାଇଁ ଯତ୍ନବାନ ହୁଅ। ଅନ୍ୟମାନେ ତୁମ ବିଷୟରେ କଣ କହୁଛନ୍ତି ତାହା ଦେଖିବାକୁ ଯାଇ ଆକୃଷ୍ଟ ହୋଇ ପଡ ନାହିଁ। ତାହେଲେ କଣ ହବ ନା ଆସକ୍ତ ହୋଇ ପଡିବ, ଆଉ ତମର ଆତ୍ମ ଉନ୍ନୟନ ହେବ ନାହିଁ। ଆମେ ଗୁରୁ ଗ୍ରହଣ କରିଛେ ଆମର ଆତ୍ମାର ଉନ୍ନୟନ ପାଇଁ। ଯଦି ବାସ୍ତବରେ ଆମେ ଆମର ଆତ୍ମାର ଉନ୍ନୟନ ଚାହୁଁ, ତେବେ ଆମକୁ ଆମର ଚିତ୍ତ ବା ମନକୁ ଗୁରୁଙ୍କ ଠାରେ ସଂଲଗ୍ନ କରିବାକୁ ହେବ। ମନକୁ ଗୁରୁଙ୍କ ଠାରେ ସଂଲଗ୍ନ କରିବା ମାନେ ମୁଁ ବୁଝେ ତାଙ୍କର ପ୍ରଦତ୍ତ ସତନାମକୁ ମନନ ଚିନ୍ତନ ସ୍ମରଣ କରିବାକୁ ହେବ। ତାହା ପୁଣି ଅଧଘଣ୍ଟାରୁ 45 ମିନିଟ ପର୍ଯ୍ୟନ୍ତ ବା ତଦୁର୍ଦ୍ଧ ସମୟ ପାଇଁ ଦିନକୁ ଅତି କମରେ 2 ଥର କରିବା ଦରକାର। ତେବେ ଯାଇ ଗୁରୁଙ୍କ ଠାରେ ଆମର ଚିତ୍ତ ସଂଲଗ୍ନ ହେବ ଏବଂ ଆମର ଆତ୍ମ ଉନ୍ନୟନ ହେବ, ନଚେତ୍ ନାହିଁ। ଆମେ ଯେଉଁ ତିମିରରେ ଅଛେ ସେଇ ତିମିରରେ ରହିଯିବା। ଏଠାରେ ପାଇବା କେବଳ ଆତ୍ମ ଉନ୍ନୟନ, ଆଉ ତାହା ସହିତ ଯାହା ପାଇବାର ଥିବ ତାହା ମିଳିବ। ଆତ୍ମ ଉନ୍ନୟନ କରିବା ଭିତରେ ଯାହା ମିଳିବାର ଥିବ ତାହା ମିଳିବ, ମିଳୁଛି ମଧ୍ୟ। ତାପରେ ଆସିଲା ଉପାସନା ବା ପୂଜା ବା ଓର୍ସିପ। ଏସବୁ ବିଷୟରେ ଆମେ ଟିକେ ସାମାନ୍ୟ ଅବଗତ ହେବା ଦରକାର। ଉପାସନା ମାନେ ଆରାଧନା କରିବା, ଆରାଧନା ମାନେ ରାଧନା। ଆ ଶବ୍ଦର ଅର୍ଥ ସମ୍ୟକ ଭାବରେ, ଆଉ ରାଧନା ଶବ୍ଦର ଅର୍ଥ ସାଧନା। ଆରାଧନା ମାନେ ଯେଉଁ ଦେବତାଙ୍କୁ ଆରାଧନା କରିବା ତାଙ୍କ ଚରିତ୍ରର ଗୁଣ ଗୁଡିକ ସମ୍ୟକ ଭାବରେ ସାଧନା ଭିତରେ ଦେଇ ନିଜ ଚରିତ୍ରରେ ମୂର୍ତ୍ତ କରି ତୋଳିବା। ଏଇଟା ହିଁ ପୂଜାର ତାତ୍ପର୍ଯ୍ୟ। ପୂଜା କଥାଟିର ଅର୍ଥ ସମ୍ମାନ, ସମାଦର, ସମ୍ବର୍ଦ୍ଧନା ବା ପାଳନ, ପୂରଣ। ଯାହାଙ୍କୁ ପୂଜା କରାହଉଛି ତାଙ୍କୁ ଯଥଯୋଗ୍ୟ ସମ୍ମାନ ଦେଖେଇ ତାଙ୍କୁ ଆହୁରି ଆହୁରି କରି ଆମ ଭିତରେ ବଢେଇ ତୋଳିବା। ତାଙ୍କର ଗୁଣ ଗୁଡିକ ଯେଉଁ ଗୁଣ ଦ୍ୱାରା ସେ ସହଜ ଭାବରେ ବିଦ୍ୟମାନ ହୋଇଛନ୍ତି, ସେ ଗୁଣ ଗୁଡିକ ଯେତେବେଳେ ପୂଜକର ଚରିତ୍ରରେ ମୂର୍ତ୍ତ ହୁଏ ସେତେବେଳେ ଆସେ ପୂଜାର ସାର୍ଥକତା। ପୂଜା ଗୋଟାଏ ପିଲା ଖେଳର ବ୍ୟାପାର ନୁହେଁ ଭାଇ। କେବଳ 2-4ଟା ବିଭିନ୍ନ ରଙ୍ଗର ଫୁଲ ଦେଇ, ଚନ୍ଦନ ଦେଇ, ବେଲପତ୍ର ଚଢେଇ, ଅରୁଆ ଚାଉଳ ଧୂପ ଦୀପ ଦେଇ କେତେଗୁଡା ମନ୍ତ୍ର ପାଠ କଲେ ପୂଜା ହୁଏ ନା। ପୂଜା ଗୋଟାଏ ସାଧନାର ଜିନିଷ, ଅନୁଶୀଳନର ବ୍ୟାପାର। ଶ୍ରୀ ଠାକୁର କହନ୍ତି ପୂଜା ଧର୍ମାଚରଣ ସମଗ୍ର କ୍ଷେତ୍ରକୁ ସୂଚେଇଥାଏ। ଧର୍ମ ଗୋଟେ ଆଳସ୍ୟ ପୂଜା ନୁହେଁ, ଏହା ଗୋଟେ ଶକ୍ତିର ଧର୍ମ ପରାୟଣତା। ସେହିପରି ପୂଜା କୌଣସି ଅଲୌକିକ ଶକ୍ତି ବା ଦେବଦେବୀଙ୍କର ଅଳସ ଆହ୍ୱାନ ନୁହେଁ, ଏହା ଗୋଟେ ନିୟନ୍ତ୍ରିତ କ୍ରିୟାକର୍ମ।
ଯାହାକି ଜୀବନରେ ଓର୍ଥସିପ କୁ ଆହ୍ୱାନ କରେ। ଶ୍ରୀ ଠାକୁର କହନ୍ତି ନିୟନ୍ତ୍ରିତ ହୁଅ, ଅନ୍ୟମାନଙ୍କର ଭଲ କର ଏବଂ ତାହା ହିଁ ଈଶ୍ୱରଙ୍କର ପୂଜା। ତାଙ୍କ ମତରେ work that fulfills the godhood is worship, ଅର୍ଥାତ୍ ଯେଉଁ କର୍ମ ଈଶ୍ୱରତ୍ୱକୁ ପରିପୂରଣ କରେ ତାହା ହିଁ ପୂଜା। ମଣିଷ ଭିତରେ ଈଶ୍ୱରତ୍ୱ ମାନେ ଈଶ୍ୱରୀୟ ଗୁଣ କିମ୍ବା ଦୈବିକ କ୍ଷମତା ତାଙ୍କ ମଧ୍ୟରେ ନିହିତ। ମଣିଷ ଭିତରେ ଏହି ଈଶ୍ୱରୀୟ ଗୁଣ ଅର୍ଜନ ଦୃଷ୍ଟିରୁ ହିନ୍ଦୁ ମତରେ ବିଭିନ୍ନ ଦେବଦେବୀ ପୂଜାର ପ୍ରଥା ଚାଲି ଆସିଛି ଏବଂ ଅନ୍ୟ ଧର୍ମ ମତରେ ମଧ୍ୟ ଏହା ପ୍ରଚଳିତ ହୋଇ ଆସୁଛି। এই ଦେବଦେବୀ ମାନେ ପରେ କରୁଛି। এই ଦେବଦେବୀ ମାନେ ଗୋଟେ ଗୋଟେ ଗୁଣର ପ୍ରତୀକ ବା ଚିହ୍ନ ସ୍ୱରୂପ, ଯାହାକି ଯେତେବେଳେ ଯେଉଁ ମଣିଷର ଚରିତ୍ରରେ ପ୍ରଦର୍ଶିତ ହଉଥିଲା ସେତେବେଳେ ସେ worship ଓ ଚାର୍ମ ବା ଯୋଗ୍ୟ ହୋଇ ଉଠିବାର ସାଧନା ଏବଂ ଆକର୍ଷଣ ଶକ୍ତି ବା ମୋହିନୀ ଶକ୍ତିରେ ଅଳଙ୍କୃତ ହେଉଥିଲା। ଉଦାହରଣ ସ୍ୱରୂପ ଦେବୀ ସରସ୍ୱତୀ ଶିକ୍ଷାର ଦେବୀ ଅଟନ୍ତି। ତାଙ୍କର ପ୍ରଶଂସା ପାଇ ଯେ ଗୁଣ ଓ ଲକ୍ଷଣ ସବୁ ସରସ୍ୱତୀଙ୍କ ସ୍ତୋତ୍ର ରଚନାରେ ବର୍ଣ୍ଣିତ ହୋଇଛି ସେଗୁଡିକ ମଣିଷର ଶିକ୍ଷା ଓ ଜ୍ଞାନ ଅର୍ଜନ ପାଇଁ ଆବଶ୍ୟକୀୟ ଅଟେ। ଏହି ଦେବଦେବୀଙ୍କୁ ପୂଜା କରିବା ମାନେ ତାଙ୍କର ଏହି ସବୁ ଗୁଣ ଗୁଡିକୁ ନିଜ ଭିତରେ ଅର୍ଜନ କରିବା। ଠାକୁରଙ୍କୁ ପୂଜା କରିବା ମାନେ ଠାକୁରଙ୍କର ଯେ ଗୁଣ ଗୁଡିକ ଅଛି ତାକୁ ଆମ ଚରିତ୍ରରେ ରୂପାୟିତ କରି ତୋଳିବା ବା ଆମ ଚରିତ୍ରରେ ବୃଦ୍ଧି କରିବା, ସମ୍ବର୍ଦ୍ଧନା। ଠାକୁର କହିଛନ୍ତି ପୂଜା ପୂଜ ଧାତୁର ଅଛି ସମ୍ବର୍ଦ୍ଧନା ତାକୁ କୁହାଯାଏ। ବିଭିନ୍ନ ଦେବଦେବଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କର ଏହି ଗୁଣ ଗୁଡିକ ନିଜ ଚରିତ୍ରରେ ଅର୍ଜନ କରିବା ବ୍ୟତୀତ କେବଳ ଅନୁଷ୍ଠାନ ଉତ୍ସବ ରୀତିନୀତି ରିୱାଜ ପ୍ରଥା ପାଳନ କରିବା ଦ୍ୱାରା କେବେ ହେଲେ ପୂଜା ଜୀବନରେ ଫଳବତୀ ହେବ ନାହିଁ। ଏହା ତାଙ୍କ ପାଖରେ ସବୁବେଳେ ନିଷ୍ଫଳ ହୋଇ ରହିଯିବ। ଆଜି ଯୋଉ ପୂଜା ଚାଲିଛି କେବଳ ତାହା ହିଁ ହେବ। କେବଳ ଫୁଲ ଚନ୍ଦନ ଧୂପ ଏବଂ ନୈବେଦ୍ୟ କୌଣସି ଦେବଦେବୀଙ୍କ ଉପରେ ଚଢାଇବା ଜୀବନରେ ଅନୁରୂପ ଚରିତ୍ର ଲାଭ କରିବା ବ୍ୟତୀତ ପୂଜା ବନ୍ଧ୍ୟା ଅଟେ। ଏହା ନିଶ୍ଚିତ ଭାବରେ ଜାଣିବା କଥା। ସେଇଥିପାଇଁ ଠାକୁର କହିଛନ୍ତି শুধুমাত্র ফুল বিল্ব পত্র তুলসী গঙ্গা জল ইত্যাদি দিয়ে পূজা করলেই পূজা হয় না। তাহলে কিসে পূজা হয়? পূজা মানে যার পূজা করছো তার যত্ন করা, তাকে সুখ্যাত করে তোলা, তর্তরে তীক্ষ্ণ করে তোলা, আর তার কলা কৌশল যা কিছু তোমার ভিতরে যত্নপূর্বক জাগ্রত করে তোলা, যাতে তা বিবর্ধনী নন্দনায় তোমার আয়ত্তে আসে। ধুতি বিধানের ଅଛି। শ্রী ঠাকুর পুଣି কলে ওরশিপ মানে অর্থশিপ বা যোগ্য হয়ে উঠিবার সাধনা। শিপ ହେଲା ଷ୍ଟେଟ ବା ଅବସ୍ଥା, ଯାହାଙ୍କୁ ଆମେ ଓରସିପ ବା ପୂଜା କରୁଛେ ତାଙ୍କର ଅର୍ଥ ବା ମୂଲ୍ୟ ଯେପରି ଆମ ପାଖରେ ଥାଏ, ଆଉ ତାହା ଥିଲେ ମୁଁ ମଧ୍ୟ ଅର୍ଥୀ ବା ଯୋଗ୍ୟ ହୋଇ ଉଠି ପାରିବି। ଏଇ ଅର୍ଥୀ ବା ଯୋଗ୍ୟ ହୋଇ ଉଠିବାର ଶିପ ବା ଅବସ୍ଥା ହିଁ ହେଲା ଅର୍ଥଶିପ ବା ପୂଜା। ତେଣୁ ମୁଁ କହେ ଓରସିପ ମାନେ ଅର୍ଥଶିପ। ତେଣୁ ଆମେ ଯଦି ଟାଇମ ବୋଧ ହେଇଗଲାଣି ନା ହେଇନି? ଆଜ୍ଞା ଜାଣିପାରୁନି ମୁଁ, କୁହନ୍ତୁ। ଯାହା ହଉ ସେ ଠାକୁର ଧର୍ମାବାସର ପ୍ରତିମୂଳ ଛାଣି ଦେଇ କହିଛନ୍ତି ଯାହାକି ମଣିଷ ଜୀବନରେ ଅର୍ଥଶିବକୁ ଯୋଗ୍ୟ ହୋଇ ଉଠିବାର ସାଧନାକୁ ଆମନ୍ତ୍ରଣ କରେ, ତାହା ହିଁ ହଉଛି ମଣିଷ ଭିତରେ କଲ୍ୟାଣକର ଦକ୍ଷତାକୁ ବୃଦ୍ଧି କରାଇବା। କଣ ସେଇଟା? ଠାକୁର କହୁଛନ୍ତି ପ୍ରଥମ ଜିନିଷ ଆମ ଭିତରେ ଅର୍ଥଶିବକୁ ଜାଗ୍ରତ କରିବାକୁ ହେଲେ ପ୍ରଥମ ଦରକାର ପ୍ରେୟାର ବା ପ୍ରାର୍ଥନା, ଯାହାକୁ ବର୍ତ୍ତମାନ ଆଚାର୍ଯ୍ୟ ଦେବ ଅବିନ୍ଦା ଜୋର ଦେଇଛନ୍ତି। ପ୍ରତି ଉପଜନା କେନ୍ଦ୍ରରେ, ପ୍ରତି ମନ୍ଦିରରେ, ସତ ବିହାର କେନ୍ଦ୍ର ମନ୍ଦିରରେ ପ୍ରାର୍ଥନା ହବ, ମର୍ଣ୍ଣିଂ ପ୍ରେୟାର ହବ। ପ୍ରତି ଘରେ ଘରେ ମର୍ଣ୍ଣିଂ ପ୍ରେୟାର ହବ। ଉପଯୋଜନା କେନ୍ଦ୍ର ସେ ଅନ୍ୟ ଗୁରୁଭାଇ ମାନଙ୍କ ଘରକୁ ଯାଇ ପ୍ରାର୍ଥନା କରିବେ, ଅନ୍ୟ ଗୁରୁଭାଇ ମାନେ ଉପଯୋଜନା କେନ୍ଦ୍ରରେ ଆସି ପ୍ରାର୍ଥନା କରିବେ, ପ୍ରତ୍ୟେକ ଘରେ ପ୍ରାର୍ଥନା ହବ। ତେଣୁ ପ୍ରେୟାରଟା ଏକାନ୍ତ ପ୍ରେୟାର କାହିଁକି କରାଯାଏ ମୁଁ ସେ ଟାଇମ ମତେ ହବନି। ତାପରେ କହୁଛନ୍ତି ମେଡିଟେସନ ବା ଧ୍ୟାନ, ଆଉ ଗୋଟେ ହଉଛି ଓବଲେସନ ବା ନୈବେଦ୍ୟ ବା ଯାହା କହନ୍ତି ଇଷ୍ଟବୃତ୍ତି, ଆଉ ଗୋଟେ ହଉଛି ସର୍ଭିସ ଟୁ ଦ ଏନଭାୟରମେଣ୍ଟ ବା ପାରିପାର୍ଶ୍ୱିକ ସେବା। ଏଇ ଚାରିଟା ମଣିଷ କଣ କରେ? ଅର୍ଥଶିବ କରେ। এই ଚାରିଟା ଉପାଦାନ ପୂଜାର ମହତ୍ୱପୂର୍ଣ୍ଣ ଅଂଶ ଗଠନ କରେ। ଏହି ଉପାଦାନ ଗୁଡିକର ଉତ୍ସବ ଅନୁଷ୍ଠାନ ରୀତି ରିୱାଜ ସହିତ କିଛି କରିବାର ନାହିଁ। ସେଗୁଡିକୁ ଅନ୍ତର୍ନିହିତ କ୍ଷମତା ଓ ଧୀ ଶକ୍ତି ଖୋଲିବା ବା ବିକଶିତ କରିବା ପାଇଁ ଶରୀର ମାନସ ଅଭ୍ୟାସ। ତେଣୁ ଆମେ ଏଇଗୁଡିକ ଯଦି କରିଚାଲିବା ଆମର ମୋଟର ନର୍ଭ, ସେନ୍ସରୀ ନର୍ଭ ଇଏ ଜାଗ୍ରତ ହବ, ଆମର ସ୍ମରଣ ଶକ୍ତି ବଢିବ, ସବୁ କିଛି ବୃଦ୍ଧି ପାଇବ। ଆମର ଅର୍ଥଶିବ ଆମେ ହୋଇ ଉଠିବା। ତା ନହେଲେ ଏ ଯୋଉ ପୂଜା ଆଜିକାଲି ଚାଲିଛି ଘରେ ଘରେ, ସେ କେବଳ ପାଇବା ଆଶାରେ ପୂଜା କରୁଛେ। ଫୁଲ ଚନ୍ଦନ ଦେଇକିରି ତାଙ୍କୁ ମୁଣ୍ଡିଆ ମାରିଲେ, ମୁଣ୍ଡିଆ ମାରିକି ମାଗିଦେଲେ ପ୍ରଭୁ ମତେ ଏମକ ଦିଅ, ପ୍ରଭୁ ମତେ ସମକ ଦିଅ। ଆମେ କରୁ କରୁ ଯଦି ମିଳିଲା ତ ଖୁବ ଭଲ, କୌଣସି ମିଳିବ ତ ଶୂନ୍ୟରୁ ମିଳିବନି, କଲେ ପାଇବା। ଯେତେବେଳେ କରିବ ସେଠି ପାଠ ନ ପଢିଲେ ସେ ଖାଲି ଠାକୁର ପୂଜା କରିଦେଲେ କଣ ପାଠ ହେଇଯିବ? ବା କୌଣସି ଘର କରିବାକୁ ହେଲେ କି କୋଉଟା କିଛି କରିବାକୁ ହେଲେ ଆମକୁ ନିଜକୁ କରିବାକୁ ପଡିବ। ତାହା ହିଁ ଠାକୁର କହିଛନ୍ତି।
ଏବେ ଆସନ୍ତୁ, ମୁଁ ଆଉ ସମୟ ବିଶେଷ ନଉନି, ଯଦି କିଛି ଭୁଲ ଭ୍ରାନ୍ତି ଥାଏ ମତେ କ୍ଷମା କରିବେ। ଜୟ ଗୁରୁ। ଜୟ ଗୁରୁ। খুব সুন্দর ভাবে আমার সম্মানীয় পূজ্য জিতেন্দ্র ঠাকুরଙ୍କ ସପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ରନାଥ ଷଡ଼ଙ୍ଗୀ ବିଭିନ୍ନ ଦିଗ ଦେଇକି ଆମ ପାଖରେ ଠାକୁରଙ୍କ କଥା ସବୁ ତୁଳି ଧରିଲେ। ବିଶେଷ ଭାବରେ ଏଇ ଯୋଉ ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା, ସେ କଥାକୁ ନେଇକି ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ କଥା ଆମ ପାଖରେ ସବୁ ତୁଳି ଧରିଲେ ଏବଂ ତା ଭିତରେ ଯୋଉ ଜୀବନ୍ତ ଆଦର୍ଶ ଆମମାନଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ କଥା, ଆଉ ସେଇ ଭିତରେ ସେଇ ନଫର ଘୋଷଙ୍କର କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ। ଜୀବନ୍ତ ଆଦର୍ଶଙ୍କୁ ଉପେକ୍ଷା କରିକିରି ଗଲେ ମଣିଷର କ'ଣ ଘଟେ ସେ କଥା ମଧ୍ୟ ତୁଳି ଧରିଲେ ଏବଂ ପୂଜାର ତାତ୍ପର୍ଯ୍ୟ କ'ଣ ସେ କଥା ମଧ୍ୟ, ଏ ଯେଉଁ ପୂଜା ଉପାସନା ଆରାଧନା ଆଉ ତାର ତାତ୍ପର୍ଯ୍ୟ କ'ଣ ସେ କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ। ପୂଜା ଧ୍ୟାନ ଧାରଣା ଉପାସନା ଆରାଧନା ମାଧ୍ୟମରେ ମଣିଷର ମୋଟର ନର୍ଭ, ସେନ୍ସରୀ ନର୍ଭ, କର୍ମବାୟୁ ସ୍ନାୟୁ ଆଉ ସ୍ମୃତିବାୟୁ ସ୍ନାୟୁ କିଭଳି ସମନ୍ୱୟ ରହିବ ସେ କଥା ମଧ୍ୟ ଆମ ପାଖରେ ତୁଳି ଧରିଲେ। ଆମମାନେ ଆମର ସମ୍ମାନୀୟ ପୂଜ୍ୟ ଜିତେନ୍ଦ୍ରଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ପାଇଁ, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମ ପ୍ରେରଣା ପୁଷ୍ଟ କରୁଥାନ୍ତୁ। ଏଇ ଧାରା ହିଁ ତାର ଅବ୍ୟାହତ ଥାଉ। ଠାକୁରଙ୍କ ଶ୍ରୀ ଚରଣରେ ପ୍ରାର୍ଥନା। ଜୟ ଗୁରୁ ଦାଦା। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ। ଆଉ ଆସନ୍ତାକାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର ସମ୍ମାନୀୟ ଶ୍ରଦ୍ଧା ଠାକୁରଙ୍କ ସପ୍ରତିନିଧି ଇଞ୍ଜିନିୟର ଶରତ କୁମାର ଦାସ। ଆସନ୍ତାକାଲି ସତ୍ସଙ୍ଗରେ ଆମେ ଯୋଗଦାନ କରିବା। ଆଉ ବର୍ତ୍ତମାନ ଆମର ପ୍ରାଣକୃଷ୍ଣ ଭାଇ ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ସାହୁ ସମାପନୀ କୀର୍ତ୍ତନ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ। ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ ଦାଦା, ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ଜୟ ଦେଖରେ ନୟନ ଖୋଲି ଶ୍ରୀ ମଧୁସୂଦନ ନର ନାରାୟଣ ବିଜେ ରୂପ ପ୍ରେମ ଘନ। ଦେଖରେ ନୟନ ଖୋଲି ଶ୍ରୀ ମଧୁସୂଦନ নর নারায়ণ বিজে রূপ প্রেম ঘন। নর নারায়ণ বিজে রূপ প্রেম ঘন। মানবর হিত লাগি নর করে বর রচিলে অপূর্ব লীলা দয়ার সাগর। মানবর হিত লাগি নর করে বর রচিলে অপূর্ব লীলা দয়ার সাগর। রচিলে অপূর্ব লীলা দয়ার সাগর। গাও রে 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 জয় জয় অনুকূল গাও রে গাও রে গাও রে গাও রে জয় জয় অনুকূল গাও রে গাও রে গাও রে গাও রে গাও রে গাও রে জয় জয় অনুকূল গাও রে গাও রে গাও রে গাও রে গাও রে গাও রে জয় জয় অনুকূল গাও রে গাও রে। নাম প্রেম দেলে ধোই করু সকারি মা দূর হেলা প্রতি প্রাণু বিরহ বেদনা। নাম প্রেম দেলে ধোই করু সকারি মা দূর হেলা প্রতি প্রাণু বিরহ বেদনা। লক্ষ লক্ষ নর নারী হইলে বিভোর, লক্ষ লক্ষ নর নারী হইলে বিভোর আনন্দরে ভরি গলা এ সারা সংসার। ও লক্ষ লক্ষ নর নারী হইলে বিভোর
ଆନନ୍ଦରେ ଭରିଗଲା ଏ ସାରା ସଂସାର। ପ୍ରେମ ଅବତାର ମଣିଷ କଙ୍ଗାଳ, ପ୍ରେମ ଅବତାର ମଣିଷ କଙ୍ଗାଳ। ଠାକୁର ମୋର ଅନୁକୂଳ ଦୟାର ସାଗର, ଠାକୁର ମୋର ଅନୁକୂଳ ଦୟାର ସାଗର। ପ୍ରେମ ଅବତାର ମଣିଷ କଙ୍ଗାଳ, ପ୍ରେମ ଅବତାର ମଣିଷ କଙ୍ଗାଳ। ଠାକୁର ମୋର ଅନୁକୂଳ ଦୟାର ସାଗର, ଠାକୁର ମୋର ଅନୁକୂଳ ଦୟାର ସାଗର। ଯାଇଛି କୁଦିନ ଚାଲି, ଆସିଛି ସୁଦିନ, ସଦ୍ଗୁରୁ ଶ୍ରୀ ଚରଣେ ନିୟରେ ଶରଣ। ଯାଇଛି କୁଦିନ ଚାଲି, ଆସିଛି ସୁଦିନ, ସଦ୍ଗୁରୁ ଶ୍ରୀ ଚରଣେ ନିୟରେ ଶରଣ। ଆନନ୍ଦରେ ଗାଓ ଭାଇ ସତ ନାମ, ନାମର କମ୍ପନେ ନାଚି ଉଠେ ମନ ପ୍ରାଣ। ଆନନ୍ଦରେ ଗାଓ ଭାଇ ସଦା ସତ ନାମ, ନାମର କମ୍ପନେ ନାଚି উঠে মন প্রাণ। গাও রে গাও রে গাও রে গাও রে গাও রে গাও রে বন্দে পুরুষোত্তম। গাও রে গাও রে গাও রে গাও রে গাও রে গাও রে বন্দে পুরুষোত্তম। গাও রে গাও রে গাও রে গাও রে গাও রে গাও রে বন্দে পুরুষোত্তম। গাও রে গাও রে গাও রে গাও রে গাও রে গাও রে বন্দে পুরুষোত্তম। গাও রে 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 বন্দে পুরুষোত্তম। গাও রে গাও রে গাও রে গাও রে গাও রে গাও রে বন্দে পুরুষোত্তম। গাও রে গাও রে ও বন্দে পুরুষোত্তম। গাও রে গাও রে বন্দে পুরুষোত্তম। वन्दे पुरुषोत्तमं বন্দে পুরুষোত্তম। বন্দে পুরুষোত্তম। परम प्रेम श्री ठाकुर अनुकूलचंद्र जी की परम प्रेम श्री ठाकुर अनुकूलचंद्र जी की प्रेम श्री ठाकुर अनुकूलचंद्र जी की राधा जगत जननी श्री बड़ माँ की राधा जगत जननी श्री बड़ माँ की राधा जगत जननी श्री बड़ माँ की पूज्यपा श्री बड़दा की पूज्यपा श्री बड़दा की पूज्यपा श्री बड़दा की पूज्यपा श्री आचार्य देव की पूज्यपा श्री आचार्य देव की पूज्यपा श्री आचार्य देव की तो संघ की तो संघ की तो संघ की वंदे पुरुषोत्तमं वंदे आद्यपितुं वंदे मातृभगान् वंदे अहकुष्टि दैवतं वंदे पुरुषोत्तमं वंदे परम प्रेम श्री ठाकुर अनुकूलचंद्र जी की
ଜୟ ଗୁରୁ ସୁମତି ମା ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ ସରସ୍ୱତୀ ମା ମଣ୍ଟୁ ଭାଇ ଜୟ ଗୁରୁ ପ୍ରଣବ ଦା ଉତ୍ତୀ ମା ସମସ୍ତଙ୍କୁ ଜୟ ଗୁରୁ ଜୟ ଗୁରୁ ପ୍ରଣବ ଦା ଜୟ ଗୁରୁ